ଶାଶୁଘର ଗୋଟେ ଏମିତି ଘର ଯେଉଁଠି କାମ ତ ବହୁତ ଥାଏ କିନ୍ତୁ ଖୁସି ବି ବହୁତ ମିଳେ। ଶାଶୁଘର ଏମିତି ଗୋଟେ ଘର ଯେଉଁଠି ଯେତେ କଥା ଶୁଣ, ଯେତେ ଅପମାନ ପାଅ, ତଥାପି ଆମେ ଆମ ନିଜ କର୍ତ୍ତବ୍ୟ ଦେବାକୁ ଭୁଲି ନଥାଏ। ସିଏ ହେଉଛି ଶାଶୁଘର। ସ୍ୱାମୀ ସକାଳେ ପଛେ ଯେତେ ସଦାବେଳେ ଦିଅନ୍ତୁ, ଯେତେ ଯାହା କରନ୍ତୁ, ପୁଣି ତାଙ୍କ ହାତକୁ ଧରି ଖାଇବା ପାଇଁକି ଡାକେ ଆମେ। ସେ ହେଉଛି ଶାଶୁଘର। ଶାଶୁ ଶ୍ୱଶୁରଙ୍କର ତୁମେ ଯେତେ ବି ସେବା କର, ଯେତେ ବି ଯାହା କର, କିନ୍ତୁ ସେମାନଙ୍କଠୁ ଶୁଣିବା ପାଇଁ ପଡ଼ିବ, ବୋହୂ ଆମର କ'ଣ କରୁଛି କି? ସିଏ ହେଉଛି ଶାଶୁଘର। ରାତି 4ଟାରୁ ଉଠିକି ପଛେ ଦିନ ରାତି ଭୋର 4ଟାରୁ ଉଠି ପଛେ ରାତି 12ଟା ପର୍ଯ୍ୟନ୍ତ ତୁମେ ଥାକ, କିନ୍ତୁ ସେଠି ଶୁଣିବା ପାଇଁ ମିଳିବ, ତୁମେ କ'ଣ କରୁଛ କି? ସିଏ ହେଉଛି ଶାଶୁଘର। ପିଲା ଛୁଆଙ୍କ ପଛେ ପଛେ ତୁମେ ଯେତେ ବି ଦୌଡ଼, ଯେତେ ସେମାନେ ଖାଇବା ପିଇବାରେ ଭଲ ମନ୍ଦ ହଇରାଣ କରନ୍ତୁ, ଦେହ ଖରାପ ହଉ ଯାହା ହଉ, ସେଇଟା ହେଉଛି ମାଆର ଦୋଷ। ସିଏ ହେଉଛି ଶାଶୁଘର। କେହିଠୁ ବି ଘରେ ପାଣି ଗ୍ଲାସ୍ ଆଣି ନିଜେ ବି ପିଇବେନି, କିନ୍ତୁ ତୁମର ଯେତେ ଦେହ ଖରାପ ହେଇଥାଉ, ତୁମେ ସକାଳୁ ସବୁ କାମ କରିବ, ସେମାନଙ୍କର ଖାଇବା ପିଇବାଠୁ ଲଗେଇ ମୋଡ଼ା ଘଷାଠୁ ସବୁ କରିବ, ତଥାପି ଶୁଣିବାକୁ ପଡ଼ିବ, ବୋହୂ ଆମର କ'ଣ କରୁଛି କି? ସିଏ ହେଉଛି ଶାଶୁଘର। ଚୁଲି ଫୁଙ୍କି ଫୁଙ୍କି ନଳା ହାଣ୍ଡି ମାଜି ମାଜି ହାତର ରେଖା ପଛେ ଖେଳି ବି ଯାଇଥାଉ, କିନ୍ତୁ ତଥାପି କୁହେ, ବୋହୂ କ'ଣ କରୁଛି କି? ଖାଲି ବସିକି ଖାଉଛି। ଏଇଟା ହେଉଛି ଶାଶୁଘର। କାହିଁକି ଗୋଟେ ଝିଅକୁ ଏତେ କଷ୍ଟ ଭୋଗିବା ପାଇଁ ପଡ଼େ? କ'ଣ ଗୋଟେ ଝିଅ ବୋଲିକି ସେ, ନା ତା'ର ସେଇଟା ଶାଶୁଘର ବୋଲିକି? ହୁଏତ ଝିଅମାନଙ୍କ ଭାଗ୍ୟରେ କିଛି ଏମିତି ଲେଖା ହେଇଥାଏ। ପୁଅମାନେ ଦେଖ ନା କେମିତି ବାହାରକୁ ଯିବେ, କିଛି ଦିନ ଖଟିବେ, ଘରକୁ ଆସି ଅଏସ ଆରାମରେ ରହିବେ, କିନ୍ତୁ ଆମ ଝିଅମାନେ ଜନ୍ମରୁ ମରିବା ପର୍ଯ୍ୟନ୍ତ ସବୁବେଳେ ଆମେ ନିନ୍ଦା ଅପମାନ ଶୁଣିଥାଉ। ସବୁବେଳେ ଆମେ ସକାଳୁ ରାତି ପର୍ଯ୍ୟନ୍ତ ଖଟିଥାଉ, କିନ୍ତୁ ସେ ଖଟିବାର ମୂଲ୍ୟ ନଥାଏ। କ'ଣ ପାଇଁ ଭଗବାନ ଏମିତି କରନ୍ତି? ହଁ, ମାନୁଛି ପୁଅମାନେ ପର ଅଧୀନରେ କାମ କରନ୍ତି, ସେମାନେ ବି ବାହାର ଲୋକଙ୍କୁ ବହୁତ କିଛି ଶୁଣନ୍ତି, ହେଲେ ଆମେ ସ୍ତ୍ରୀ ଲୋକମାନେ ତ କିଛି କମ୍ ଶୁଣୁନେ କାହାଠୁ। ଶାଶୁ ଶ୍ୱଶୁର, ସ୍ୱାମୀ, ନଣନ୍ଦ ନଣଦେଇ, ଏମିତି ଆମ ନିଜ ବାପା ମା' ଭାଇ ଭାଉଜ ବି ଆମ ପରିସ୍ଥିତି ଖରାପ ଥିଲାବେଳେ ସେମାନେ ବି ଆମକୁ ଛାଡ଼ନ୍ତିନି। କ'ଣ ପାଇଁ? କ'ଣ ଝିଅର ଜୀବନ ବୋଲିକି? କମେଣ୍ଟରେ କହିବେ।